ଉଷଶ୍ରୀ ମିଶ୍ର ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ। ସେ ଓଡ଼ିଆ ସିନେମା, ଧାରାବାହିକ, ଯାତ୍ରା ଆଉ ଓଡ଼ିଆ ଆଲବମରେ ଅଭିନୟ କରିସାରିଛନ୍। ଉଷଶ୍ରୀ ମିଶ୍ର 1998 ମସିହାରେ ଓଡ଼ିଆ ସିନେମା ବୋଉରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଟିଭି ଆଉ ଧାରାବାହିକରେ ବି ଅଭିନୟ କରି ଘରେ ଘରେ ପରିଚିତ। 2001 ମସିହାରେ ଦୂରଦର୍ଶନରେ ଗୋଟେ ପ୍ରୋଗ୍ରାମ ଦେଉଥିଲା କଲ୍ୟାଣୀ। ସେ ପ୍ରୋଗ୍ରାମରେ ସେ ଉପସ୍ଥାପିକା ଭାବେ କାମ କରି ଘରେ ଘରେ ପରିଚିତ ହେଇଥିଲେ। 30ଟାରୁ ଅଧିକା ଓଡ଼ିଆ ସିନେମାରେ ସେ ଅଭିନୟ କରିସାରିଛନ୍। ତେଲୁଗୁ, ବଙ୍ଗାଳୀ ଆଉ ଛତିଶଗଡ଼ି ସିନେମାରେ ବି ସେ ଅଭିନୟ କରିସାରିଛନ୍। ତାଙ୍କର ଅଭିନୟ କରିଥିବାର କେତେଟା ଫିଲ୍ମର ନାଁ ହେଉଛି ଯଶୋଦା, ବୋଉ, ଧର୍ମନିକିତି, କାଶିଆ କପିଲା, ରହିଛି ରହିବି ତୋରି ପାଇଁ। ଆହୁରି ବି ବହୁତଟେ ଫିଲ୍ମରେ ସେ ଅଭିନୟ କରିସାରିଛନ୍। 2011 ମସିହାରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଭିଡ଼ିଓକେ ଲାଇକ୍ କରୁନ୍, ନିଜର ମତାମତ କମେଣ୍ଟ କରୁନ୍। ବହୁତ ଜଲ୍ଦି ଭିଡ଼ିଓ ଆଉ ଗୋଟେ ନୂଆ ଭିଡ଼ିଓ ଥି। ଜୟ ମା ରାମଚଣ୍ଡୀ।